तो ढेर सारा बधाई कंग्राचुलेसन सांग को बहुत बहुत बधाई आ फास्ट पेमेंट पाई से लगी कंग्राचुलेसन थैंक यू आम भगवान पाखे प्रार्थना करिया फास्ट पेमेंट जय जगन्नाथ जय जगन्नाथ नमस्कार जय जगन्नाथ सांग मैंने आ गए फ्रेश नुआ ब्लॉग रे आपण मान स्वागत तो सांग मैंने से दिन भूल हो जाता कहीं मो सांग ना नहीं नथिनी से आपण मैंने कमेंट रखिंट से मो तरफ सॉरी एक्चुअली मु फोन करके जन आईटा मो माइंड रे आसला नहीं कहवाई आपण मैंने जमी कमेंट कर सांग को भूली गले ये कले सी कले केबे सेटा हबनी आज यूट्यूब अच्छी कि काली नथिबो सांगर मोर जो संपर्कटा एटा सब बेले रही आगु भी रही तो प्लीज आ सेमती भावना रखंतुनी तो सेमती किसी मन रे भावना रखंतुनी तो भल पाया सब बेले रही हृदय रे सांग अच्छी सब बेले रहिबो तो आज जिमी सांग कतिकी सांग गोटे मो मिठा करवा तो आपण मैंने भी बहुत सारा कमेंट देइचंदी तो मो तरफ धन्यवाद राजू भाई केते पेमेंट आइला यूट्यूब रु कहीं जनइल नहीं तो यूट्यूब तो पेमेंट आसी मु निहाती जनइबी कहीं ना यहाँ आपण मान भल पाया द्वारा आज मु पाइची आउ सेटा मु केमी जनइबिनी तो निहाती जनइबी तो सांग माने मोर जो पेमेंट आसी तो यूट्यूब रु जी पेमेंट आसी गोटे एंड्रॉइड फोन जमती गोटे किणी हम पैसाटा यूट्यूब रे आसी तो ये वीडियो रे बहुत सारा भल पाया देइचंती आ बहुत सारा बढ़िया बढ़िया कमेंट रखिंट मो तरफ धन्यवाद तो थैंक यू तो सब बेले एमती सपोर्ट करंतु आगु बढ़ा सकाळ सकाळ मते डाकी आनले कोड आनछ आस्ता गोटे बढ़िया जिनस कोन रे एठी आसना कोन छत्तू कुटा छतु देसी छतुटा ऊपर एठी एठी अछि आउ आउ नहीं एती रे तो पळे भात वर्षा जदि हाँ गोटे फुटंता नहीं बड़टा थिला नहीं सेपटे थिला आ गोटे अच्छे हाँ हाँ तो देखा एतिक तो पूरा भात उड़ आज तो आपण मैंने कमेंट करंतु आपण पटे देसी छतुटा होना गरम गरम भजाटा हम ना कौन तापर गोटे पखाल माटा हम तो चलो पखाल टी अच्छी कुटा छतु देसी छतुटा आलू भजिया टे आ दला आइटमटा एठी अच्छी काकुड़ी टमाटो बड़ी आलू तो आपको टे मिश्रण करिकी बढ़िया से टे दलिबा देसी छतुटा कुटा छतुरे गोटे टेस्ट थाए उबालिया
ବର୍ଷା ହେଲେ କୁଟା ଚତୁ ବହୁତ ଫୁଟିବ ସେତେବେଳେ ବହେ ବାହାରିବ। ଟିଫିନ୍ ବି ହେଲା ରେଡ଼ି। ଏବେ ଡାଇରେକ୍ଟ ଯିବା ସାଙ୍ଗ ଘରକୁ, ଆଉ ସାଙ୍ଗ ଘର ଯାଇ ଟିକେ ସାଙ୍ଗକୁ ମୁହଁ ମିଠା କରିବା। ତ ସାଙ୍ଗମାନେ ଏବେ ଆସି ମାର୍କେଟରେ ପହଞ୍ଚିକି ଆଉ ସାଙ୍ଗ ପାଇଁ ଟିକେ ମିଠା ନେଇକି ଏବେ ଡାଇରେକ୍ଟ ଯିବା ସାଙ୍ଗ ଘରଠିକି। ତ ସାଙ୍ଗମାନେ ଏବେ ସାଙ୍ଗ ଘରେ ଆସିକି ପହଞ୍ଚିନି, ସାଙ୍ଗ ମୋ ପାଖରେ ଅଛି। ତ ସାଙ୍ଗ ଯେହେତୁ ମିଠା ଖାଉନି, କଣ ପାଇଁ ମିଠା ଖାଇବ? କଣ ପାଇଁ ମିଠା ଖାଇବୁ? କୋଉ ଖୁସିରେ ସେଟା ତ ଆଗେ କହ। ୟୁଟ୍ୟୁବରୁ ଫାଷ୍ଟ ପେମେଣ୍ଟ। ହଁ। ଆଉ ଆପଣ ମାନେ କେତେ ଆଇଛି? କେତେ ଆଇଛି? କେତେ ଆସିଛି ତୁ ଜାଣିନୁ? କାଇଁ ପଇସା କାଇଁ? ତୁ କଣ ମିଠା ଆଣିକି ଦଉଛୁ? ପଇସା କାଇଁ? ପଇସା ଆସିଛି ଜାଣି ମିଠା ଦବ, ଏଇଟା କଣ କଥା? କାଇଁ ମିଠା କାଇଁ? ବାକି ତା ପରିଶ୍ରମ ଉପରେ ଡିପେଣ୍ଡ କରେ ଆଉ। ତ ଆପଣ ମାନେ ଏମିତି କମେଣ୍ଟ କରୁଥିଲେ ସାଙ୍ଗକୁ କାହିଁକି ସାଙ୍ଗ ନାଁ କାହିଁ ନେଲନି। ତ ମୁଁ ଆଗରୁ ଆସିକି ଡିସ୍କସନ୍ କରିଥିଲି। ଆଉ ତ ଏପଟୁ ବି ପଇସା ଉଠେଇ ଯାଇଥିଲି, ସେଇଟା ସାଙ୍ଗକୁ ଜଣେଇଥିଲି। ଆଉ ମୋର ବି ସରି, ମୋ ତରଫରୁ ଭୁଲ ହେଇଯାଇଛି, ଯେହେତୁ ସାଙ୍ଗ ନାଁ ଟିକେ ନେଇନି। ଭୁଲ ନୁହଁ ହେଲା, ଏଟା ଏକ୍ସାଇଟେଡ ହେଇଯାଇଛି, ପଇସାଟା ଆସିଛି ଗୋଟେ। ଆଉ କଣ ନିଜ ଭିତରେ ତ ଆମେ ତ ଡିସ୍କସ୍ କରିକି ଯାଇଛୁ ନା, ଆଉ ସେଇଥିଲାଗି। ତ ଆପଣ ମାନେ ଟିକେ କମେଣ୍ଟ କରୁଛନ୍ତି, କିଛି ନାହିଁ, ସେସବୁ ଚଳିବ। ଭୁଲଟା ଭୁଲ, ସେଟା ଭୁଲ ମୋ ତରଫରୁ ହେଇଯାଇଥିଲା। ଆଉ ବାକି ରହିଲା ସାଙ୍ଗ ଆପଣମାନେ ଯେଉଁ ଗୋଟେ ଗୋଟେ କମେଣ୍ଟ କରୁଛନ୍ତି, ଆଉ ରାଜୁ ଭାଇ ଯେବେ ବଡ଼ ୟୁଟ୍ୟୁବର ହେଇଯିବ ଆଉ ସାଙ୍ଗକୁ ଭୁଲିଯିବ, ସେଇଟା କେବେ ହେବନି। ୟୁଟ୍ୟୁବ ଆଜି ଅଛି କାଲି ନାହିଁ, ସେଇଟା କିଛି କହିହେବନି। ଏଟା ହେଉଛି ଇଏ କଥା, ଅଲଗା କଥା। କିନ୍ତୁ ଆର ମୋର ଯେଉଁ ଦୋସ୍ତିଟା ଏଟା ରହିବ, ଏଟା ସବୁଦିନ ପାଇଁ। ସିଏ ତା କଥା କହିଲା, ମୁଁ ଗୋଟେ କଥା କହୁଛି। ଆମେ ଯେତେବେଳେ ସ୍କୁଲ ପଢୁଥିଲୁ, ତାପରେ ସ୍କୁଲ ସରିଲା ପରେ ତାର ମୋର ସ୍କୁଲ ଅଲଗା, କିନ୍ତୁ ମୁଁ ଯୋଉଠି ଟ୍ୟୁସନ ହବାକୁ ଯାଏ ତାର ମୋର ସେଇଠୁ ଦୋସ୍ତି। ତାଙ୍କ ଗାଁକୁ ମୁଁ ଯାଏ ଟ୍ୟୁସନ। ତ ଏମିତି ଇଏ 10ମ କ୍ଲାସ ପରେ ବାଙ୍ଗାଲୋର ପଳେଇଲା ହେଲା। ବାଙ୍ଗାଲୋର ପଳେଇଲା ପାଖାପାଖି ଆଜିକୁ ହେଇଗଲାଣି କିଛି ନହେଲେ 17 ବର୍ଷ ଖଣ୍ଡେ ହେଲାଣି। 17 ବର୍ଷ ତଳେ ସେ ଯାଇଥିଲା ବାଙ୍ଗାଲୋର। ସେ ସମୟରେ ବାଙ୍ଗାଲୋରରେ ସେ ଭରା ଇନକମ କରୁଥିଲା ହେଲା। ପ୍ରଥମ ଗୋଟେ ଦିନ ସେ ଷ୍ଟ୍ରଗଲ କଲା, ତାପରେ ସେ ନିଜେ କାମ ନେଇକି ସେ ଭରା ପଇସା। ସେମାନେ ଏମିତି କି ସେ ଯେତେବେଳେ ମୋ ପାଇଁ ଆସିବ, ମୁଁ ଗୋଟେ ଟ୍ରୁ ଫ୍ୟାକ୍ଟ କହୁଛି, ଯେତେବେଳେ ମୋ ପାଇଁ ଆସେ ନା, ସେ ଯେତେବେଳେ ବାଙ୍ଗାଲୋର ଆସେ, ବ୍ରାଣ୍ଡ ପ୍ୟାଣ୍ଟ ସାର୍ଟ କଣ ମୁଁ ମୋ ଲାଇଫରେ କେବେ ଦେଖିନି। ଆମେ ବହୁତ ଗରିବ ଲୋକ ଭାଇ, ବହୁତ ମାନେ ପୁରା ଏକଦମ ତଳୁ। ଏତେ କଣ ସିଏ ବ୍ରାଣ୍ଡ ପୁମାର ସୁ, ହୋପମ୍ୟାନ ପ୍ୟାଣ୍ଟ, ବ୍ରାଣ୍ଡ ସାର୍ଟ ଏସବୁ ମୋ ପାଇଁ ଆଣିକି ଆସେ। ଗୋଟେ ଗୋଟେ ଫଟୋ ଅଛି, ସିଏ ଯାହା ଡ୍ରେସ୍ ପିନ୍ଧିବ ମୁଁ ସେୟା ଡ୍ରେସ୍ ପିନ୍ଧି ଫଟୋ ଉଠେଇଥିଲି। ତ ସିଏ ମୋ ପାଇଁ ଛୁଆ ସମୟରେ ବହୁତ କିଛି, ତାର ଯେତେବେଳେ ସିଏ ରୋଜଗାର କରୁଥିଲା ଅଧିକ, ତ ଆମେ ବହୁତ ଏନ୍ଜୟ କରିଛୁ ହେଲା। ତ ତେଣୁକରି ଏଇଟା ବେଶୀ ବଡ଼ ଜିନିଷ ନୁହଁ, ଏଇଟା ଇସ୍ୟୁ ବନାନ୍ତୁନି। ବାକି ଦୋସ୍ତି ଅଲଗା ଜିନିଷ, ଦିଆ ନିଆ, ଯିବା ଆସିବା, ଖାଇବା ପିଇବାଟା ଅଲଗା। ସମୟ ଆସିବ ମାସ ମାସ ଧରି କିଏ କାହା ସାଙ୍ଗରେ କଥା ହେଇନଥିବେ, କିନ୍ତୁ ରିଲେସନଟା ରିଲେସନ ଜାଗାରେ ଥିବ। ଆଉ ମଝିରେ ଆମ ଦି ଜଣଙ୍କୁ ହେଇଯାଏ, ଭିଡାଭିଡି ଟିକେ ହେଇଯିବ, ଡିସ୍କସନ ହବ, ପୁଣି ଫ୍ରି ଷ୍ଟାଇଲ ଚାଲିବ। ଏଇଟା ଦେଖ, ସମ୍ପର୍କ ଗୋଟେ ଏମିତି ଜିନିଷ, ତାକୁ ଦିଆ ନିଆରେ କି ମତଲବ ନାହିଁ। ଦିଆ ନିଆରେ ତମେ ବାନ୍ଧିକି ରଖିପାରିବନି। ମୁଁ କହିଦଉଛି, ଆଜି ଜଣକୁ ଦରକାର ଅଛି 5,000 ଦେଇଦେଲ, କାଲି ଯଦି ନଦବ ସେ ସମ୍ପର୍କ ପୁଣି ସେଇଠୁ ଗଲା। ଆଉ ତମ ଘରକୁ ଜଣ ଘରକୁ ଯାଉଛ, କାଲି ଯଦି ନଗଲ ସମ୍ପର୍କ, କିନ୍ତୁ ସେ ଦିଆ ନିଆ ଯିବା ଆସିବାରେ ସମ୍ପର୍କ ନଥାଏ। ଏଇଠି ଥିବା ଦରକାର, ସମ୍ପର୍କଟା ଭିତରୁ ଥାଏ, ଯୋଉଟା କି ଗୋଟେ ଟ୍ରୁ ଫ୍ରେଣ୍ଡ ମିଳିବା, ଗୋଟେ ଟ୍ରୁ ରିଲେସନ ମିଳିବା ଆଜିର ମାର୍କେଟରେ ବହୁତ ମାନେ ନିଆରା। ସାଙ୍ଗ ନ ହେଇଥାନ୍ତା ତାହେଲେ ଏଇଟା ଗୋଟେ ବଡ଼ ଭୁଲ ହେଇଥାନ୍ତା। କାହିଁକିନା ଆମକୁ ଯେଉଁ ଲୋକ ସପୋର୍ଟ କରୁଛନ୍ତି, ଯେଉଁଠି ଆମକୁ ସାହାଯ୍ୟ କରୁଛନ୍ତି, ତଳୁ ଉଠେଇଛନ୍ତି, ଆମେ ସେମାନଙ୍କୁ ମନେ ରଖିବା ଦରକାର। କିନ୍ତୁ ଯେହେତୁ ଏଠି ମୁଁ ଅଛି, ଏଠି କିଛି ଆବଶ୍ୟକ ନାହିଁ ନା ନେବା। ଏଠି ଅଦର ଲୋକ ହେଇଥିଲେ ମୁଁ ତାକୁ କହିଥାନ୍ତି ଆଗେ ଭିଡ଼ିଓ ଛାଡ଼ିବା ଆଗରୁ ତା ନାଁଟା ଆଗେ ନେବୁ। ତେଣୁକରି ନାଁରେ କିଛି ମତଲବ ନାହିଁ। କାମ ପେ କାମ ରଖो, नाम से क्या, नाम तो आएगा जाएगा। ପୂର୍ବ ଭିଡ଼ିଓରେ ଯୋଉ କମେଣ୍ଟ ଆଇଲା ମତେ ନିଜକୁ ବି ଖରାପ ଲାଗିଲା। ତତେ ଲାଗିଥିବ ହଁ ମୁଁ ଗୋଟେ କଣ ଭୁଲ କରିଦେଇଛି। ସେଭଳିଆ କମେଣ୍ଟ କରିବେ। କିଛି କମେଣ୍ଟରୁ ଆମେ ଶିଖିବାକୁ ପାଉଛୁ, କିଛି କମେଣ୍ଟକୁ ଆମେ ଇଗ୍ନୋର କରୁଛୁ, କିଛି କମେଣ୍ଟରୁ ଆମେ ଇନ୍ସପାୟାର ହଉଛୁ। ଏଇଟା ସତ କଥା। ଆପଣମାନଙ୍କ କମେଣ୍ଟ ହେଉଛି ଆମ ପାଇଁ ସଜେସନ, ବୁଝିପାରୁଛନ୍ତି ନା। ଯୋଉମାନେ ନେଗେଟିଭ କମେଣ୍ଟ ମାନେ ଏୟା ନୁହଁ ଯେ ଖାଲି ଯୋଉମାନେ ଭାଷା ଗାଳି କରିଦେଉଛନ୍ତି। କିଛି ଲୋକ ଭାଷାରେ ଗାଳି କରିବେନି କିନ୍ତୁ ଶିକ୍ଷା ଜିନିଷ କି ଦେଇଥିବେ। ତ କିଛି କିଛି ଜିନିଷ ଆମେ ରଖୁଛୁ, ବାକି ଯୋଉଟା ଖରାପ କମେଣ୍ଟ ତାକୁ ଆମେ ଅଳିଆରେ ଫୋପାଡ଼ି ଦଉଛୁ। ମାନେ ସେ ସେଇଠି ଥାଉଛି, ଆମକୁ କିଛି ମତଲବ ନାହିଁ। ସେ ଶିଖିବାର ଅଛି, ତୁ ମନ ଦୁଃଖ କରନା। ସେଠି ହଉ, ତୁ ଆଣେ କଣ ଆଣିଥିଲୁ, ଖୁସିରେ ଖାଇଦେବା।
ठीक है ମିଠା ତ ନିଏ କିନ୍ତୁ ମିଠା ଭଳିଆ ଭାବି ମିଠାଟା ଘର ଲୋକ ଆଉ ମିଠା ଯେଉଁ ଆଣିଥିଲି ସେ ଘର ଲୋକ ଟିକେ ଖାଇବେ ସାଙ୍ଗ ଯେହେତୁ ମିଠା ଆଜି କେତେ କେତେ 15 ଦିନ ଭଳିଆ 17 ଦିନ ହେଲା ଆଜି ଛାଡ଼ିଦେଲାଣି ତ ମୁଁ ବି ସେମିତି ଟିକେ ଛାଡ଼ି ଦେଇଛି ଯେହେତୁ ନର୍ମାଲ ଟିକେ କେତେବେଳେ କେମିତି ଖାଉଛି ତମେ ବି ଛାଡ଼ ତ ବାକି ରହିଲା ଯେଉଁ ମିଠା ଖୁଆଖୁଇଟା ହେଇଛି ସେଟା ସାଙ୍ଗ ଚ୍ୟାନେଲରେ ଯାଇକି ପାଇବେ ଲାଇଫ୍ ଅଫ୍ ସିଦ୍ଧରେ ସେଠି ଯାଇ ଦେଖିବେ ତୁ ଗୋଟେ ଖାଇବି ତ ସାଙ୍ଗ ଗୋଟେ କାଜୁ ସେଇ ଘୁଷରେ ଆହୁରି ଇନକମ୍ କର ଆହୁରି ଆଗକୁ ବଢ଼ ଏହାପରେ ଯେତେବେଳେ ଆସିବୁ ଏ ମିଠା ମିଠି ଚଳିବନି ଆଉ ଅଧା ପଇସା ଆଣିକି ଆସିବୁ ହଉ ଠିକ୍ ଅଛି ବହୁତ କିଛି ଅଛି ସେଟା ମୁଁ ଜାଣିଛି ଭଗବାନ ନ ଚାହିଁଥିଲେ ଆମେ ବି ଆସିନଥାନ୍ତୁ ଏଠି ଭଗବାନ ନ ଚାହିଁଥିଲେ ତୁ ବି ଆସିନଥାନ୍ତୁ ଏଠି ତେଣୁ ସବୁ ଭଗବାନ ପାଇଁ ହେଉଛି ବାକି ଆପଣମାନଙ୍କୁ ବି ବହୁତ ଧନ୍ୟବାଦ ବାପା ବୋଉ ଆକ୍ଚୁଆଲି ନାହାନ୍ତି ସେ ବି ଟିକେ ମୁଁ ମିଠା କରିଥାନ୍ତେ ଆଉ ସେ ଆସିଲେ କରିବେ ନା କୁଆଡ଼େ ଯାଇଛନ୍ତି ସାଙ୍ଗ ବାପା ବୋଉ ହଁ ମେଡ଼ିକାଲ ଯାଇଛନ୍ତି ମେଡ଼ିକାଲ ଯାଇଛନ୍ତି କେଉଁଠି କଟକ ହଁ ଏଇଠି ଏ ପାଖ ତ ପାଖ ମେଡ଼ିକାଲକୁ ଯାଇଛନ୍ତି ଆଉ ମନୋଜ ତ ନାହିଁ ମନୋଜ ଦିନେ ଆଜି ମିଠାଟା ଉଡ଼ିଥାନ୍ତା ହାଁ ସେ ମନୋଜ ଟିକେ ବାହାରକୁ ପଳେଇଛି ସେ ତ ପୁରା ଧୂଆଁ କରୁଛି ବାହାରେ ଯାଇକି ଫ୍ଲାଇଟ୍ରେ ବୁଲି ବୁଲାକି ପୁରା ଉଡ଼ଉଛି ଆଉ ରୋଜଗାର କରୁଛି ହଁ। ୟଙ୍ଗ ଅଛି ବୟସ ଅଛି ବୟସ ବୁଲିବ ଅଛି। ନା କେବେ ବୁଲିବ ଆଉ କେବେ ବୁଲି ଆମେ ତ ବୁଲି ପାରିଲେ ସେମିତି ବାହାରେ ତୁ ତ ହେଲେ ଆହୁରି ବହେ ବୁଲିଛୁ ବାହାରେ ମୋର ଅଲଗା ବୁଲାବୁଲି ଷ୍ଟେଟ୍ ହେଇଛି ମୁଁ ଅଲଗା ଷ୍ଟେଟ୍ ବୁଲିନି ବେଶୀ ବୁଲିବା ଯିବା ଗୋଟେ ଥର ବାଙ୍ଗାଲୋର ଯିବା ସପୋର୍ଟ କରନ୍ତୁ ଲାଇକ୍ କରନ୍ତୁ ସେୟାର କରନ୍ତୁ ଢେର ମାତ୍ରାରେ ଭାଇକି ପ୍ୟାର ଦିଅନ୍ତୁ ଭ୍ୟୁଜ୍ ମାଧ୍ୟମରେ ମାଟି ହାଣ୍ଡି ଆଉ ଚିକେନ ବି ହୁଏ ମାଟି ହାଣ୍ଡିରେ ମଟନ ବି ହୁଏ ଆଉ ପରିବେଶ ତ ପୁରା ଗାଉଁଲି ଗାଉଁଲି ପରିବେଶ ଖାଲି ବାଉଣ୍ଡରୀ ଯଦି ନ ରହିବ ବାଉଁଶ ବାରଟା ଯଦି ଦିଆଯାଇଥାନ୍ତା କାକୁଡିଟା ଦେଖନ୍ତୁ ସୁପର ହେଇଥିଲେ ଚଳିଥାନ୍ତା ସେ ବି ଡେଭଲପ ହଁ ସିଏ ବି ଡେଭଲପ ବାଉଁଶ ଘର ଭୟଙ୍କର ବାଉଁଶ ଆଉ ସେଠୁ ଗୋଟେ ଟ୍ରିପ୍ ଘିନି ଆଣିବା ଗୋଟେ ଟ୍ରିପ୍ ଆଣିବା ଅଟୋରେ ଅଟୋରେ ଆଣି ଗୋଟେ କରିବା ଗୋଟେ ଚାଳ ଘର ହେଇଗଲା ଭାତ ଗଳା ହେଇଗଲା ମାଟି ହାଣ୍ଡିରେ ଆକ୍ଚୁଆଲି ତାଙ୍କୁ ଟିକେ ଶିଖେଇ ଦଉନ କେମିତି ଗାଳିବାଟା ଶିଖେଇ ଦେବାଟା ମ୍ୟାଟର ନୁହଁ ସେ ଖସୁଟା ହେଲା ଭାଙ୍ଗିଯିବ ଗାଳିଛ କାଳେ ଭାଙ୍ଗି ଭଙ୍ଗା ଯିବ ବୋଲି ଭାତ ଗଳା ହେଇଗଲା ଆକ୍ଚୁଆଲି ମ୍ୟାଡାମ ଆମର ଗାଳିଲା ବେଳେ କାଳେ ଭାଙ୍ଗି ଭଙ୍ଗା ବନ୍ଦେ ମାତରମ ତା ଭିଡ଼ିଓ ତାର ଆଗକୁ ଯାହା ବଢିବ ଆପଣ ଦେଖିବେ ଏଇଠି ମୁଁ ରହିଲି ଆଉ ଯଦି କିଛି ଦେଖିବାର ଅଛି ମୋ ଭିଡ଼ିଓ ମୋ ପାଖକୁ ଆସ ଲାଇଫ୍ ଅଫ୍ ସିଦ୍ଧରକୁ ଆସ ଡିପିଟିଂ ସୋକୁ ଆସ କ୍ରାଫ୍ଟ ଗ୍ୟାଲେରୀକୁ ଆସ ଲାଇଫ୍ ଅଫ୍ ମନୋଜ ଆସ ଡିପିଟିଂକୁ ଫେସବୁକରେ ଯାଅ ହଁ ଏବେ ମାର୍କେଟ ଯିବା ବର୍ଷା ତ ଏବେ ଧୀରେ ଧୀରେ ଟିକେ ହାଲକା ହାଲକା ବର୍ଷା ପକାଇଲାଣି ଏବେ କିନ୍ତୁ ପୁରା ସ୍ଲୋ ଚାଲିଛି ଆଉ ବେପାର ଠିକ୍ସେ ହେଉନି ତ ଏମିତି ଯଦି ବର୍ଷା ହେବା ଆଜି କ'ଣ ଭଡ଼ା ହେବ ସାଙ୍ଗମାନେ ମାର୍କେଟରେ ପହଞ୍ଚିଲା ପରେ ବର୍ଷା ଝିପିଝିପି ଏମିତି ଲାଗି ରହିଛି ବହୁତ ସମୟ ହେଲା ଆସିକି ପହଞ୍ଚିଲିଣି ଏବେ ପର୍ଯ୍ୟନ୍ତ ଭଡ଼ା ଫଡ଼ା ଗୋଟେ କାହିଁ କିଛି ଆସିନେଇ ସାଙ୍ଗମାନେ ଦେଖନ୍ତୁ ମାର୍କେଟ ପୁରା ଫାଙ୍କା ବର୍ଷା ଝିପିଝିପି ପୁରା ସକାଳୁ ଲାଗିଛି ପରିବା ମାର୍କେଟ କତିରେ ଆସିକି ଛିଡ଼ା ହେଲିଣି କେତେ ମିନିମମ୍ 2 ଘଣ୍ଟା ହେଇଗଲାଣି ତ ସାଙ୍ଗମାନେ ଖାଇଲା ପୂର୍ବରୁ କିଛି ଭଡ଼ା ନଥିଲା ତାପରେ ଖାଇଲା ପରେ ବି ଆସିକି 2:45 ହେଇଗଲାଣି ଏତେବେଳେ ପର୍ଯ୍ୟନ୍ତ କିଛି ଭଡ଼ା ନାହିଁ A few hours later. 8:30 ହେଇଗଲାଣି ବର୍ଷା ଛାଡ଼ୁନି ତ କଣ୍ଟିନ୍ୟୁ ବର୍ଷା ସକାଳୁ ହେଉଛି ତ ମୁଁ ଭାବିଥିଲି ଆଜି ବଇନ ହେବନି ମୋତେ ଗୋଟେ ବଇନ ଭଡ଼ା ମିଳିଛି ସେଟା ମୁଁ ଯାଇକି ବସ୍ରୁ ନେଇକି ଆସିଲି ଭୁବନେଶ୍ୱରରୁ ବସ୍ ଯେଉଁଟା ଆସେ ଆମର ନେଇକି ଆସିଲି ପଛପଟେ ଅଛି ଆକୁ ଦୋକାନରେ ରଖିବା ତାପରେ ଘରକୁ ଯିବା ଏଇ ଜିନିଷଟା ଆଣିଛି ତ ବର୍ଷାରେ ଟିକେ ଟିକେ ଭିଜିଗଲାଣି ଆକୁ ଦୋକାନକୁ ଜଲ୍ଦି ନେବେ ଏ ଦୋକାନକୁ ଯିବ ତ ଆକୁ ରଖିଦେଇକି ଆଉ ଲେଟ୍ କରିବା ନାହିଁ ଟାଇମ୍ ବି ହେଇଗଲାଣି ଘରକୁ ଯିବା ତ ସାଙ୍ଗମାନେ ଏବେ ଆସିକି ଘରେ ପହଞ୍ଚିଲି ଆଉ ଘରେ ଆସିକି ପହଞ୍ଚିଲା ପରେ ଶୋଇ ପଡ଼ିଛନ୍ତି ଇଏ ବସିକି ରହିଛନ୍ତି ଖାଇଛନ୍ତି ନା ଦିଅ ନାହିଁ ଖାଇଛନ୍ତି ଆଜି ଏତେ ଜଲ୍ଦି କେମିତି ଶୋଇପଡ଼ିଲେ ଦିନ ଟିକେ ଶୋଇ ନଥିଲେ ବାପା ବୋଉ ଖାଇଲେଣି ଝିଅ ପାଇଁ ଆଣିଛ କି କ'ଣଟା କାର୍ଡବୋର୍ଡ ପେପର ହଁ ଝିଅ ବା କହିଥିଲା କହିଲା କାର୍ଡବୋର୍ଡ ପେପରଟା ଝିଅ ପାଇଁ ଗୋଟେ କୁମ୍ପି ଆଣିଛି ଏଇଟା କ'ଣ କରିବ ସେ ଖୁଚୁରା ପଇସା ପଡ଼ିବ ଡେଲି ମୁଁ ଯେଉଁ ମାର୍କେଟରୁ ଆସେ ବୁଲିକି ମୋ ପର୍ସରୁ ସେ ଖୋଲିକି ନେଇଯାଏ ତାକୁ ଗଲାବେଳେ ସ୍କୁଲକୁ ଯାଏ ଖାଇଦିଏ ତାର କ'ଣ ଏବେ କହୁଛି ବାବା ମୋ ପାଇଁ କହିଲାଣି ଜବରଦିନ ହେଲା ଗୋଟେ କୁମ୍ପି ଆଣିବା ପାଇଁ ବୁଲି ବୁଲାକି ଗୋଟେ ବଇନି ହେଲା ଖାଲି ଗୋଟେ ଭଡ଼ା ବଇନି ହେଲା ବସ୍ରୁ ଖାଲି ଟିକେ ଭୁବନେଶ୍ୱରରୁ ମାଲ ଆସେ
पकईदेली आ कि आज दिन मान ना आज दिन मान पूरा बेकार गला गोटे दिन माने बइन है भावुनी बइन हेनी तो आज दिन टा एमती गला एबे फ्रेश हवा फ्रेश होगी कौन देखा कर कौन कर रुटी डालमा रुटी आ डालमा कर राति भी खाऊ नहीं मैक्सिमम टाइम नहीं रातिर खिया हो नहीं कौन देखिया जब पटा हम रुटी खाईदे खाईदे रेस्ट करिया तो पुणी काली देखा काली केमती कौन मार्केट रोज देखा ना तो आज ये वीडियो को एंड करवा आ वीडियोटी जब आपण भल लगी लाइक करिवे शेयर करिवे सब्सक्राइब करिवे भल लगिने कमेंट करिए जय जगन्नाथ गुड नाइट नेक्स्ट वीडियो देखा हम सत पर्यटन आपण मैंने भल रुहतु खुशी रुहतु बिंदास रुहतु।